ବର୍ତ୍ତମାନର ସବୁଠାରୁ ବଡ଼ ଖବର, ମନ୍ଦିର ଭିତରେ ହତ୍ୟା। ନିଶାସକ୍ତ ଯୁବକ 61 ବର୍ଷର ବୃଦ୍ଧକୁ ଟେକି କଚାଡ଼ି ମାରିଲା। ରାଜନଗର ଥାନା ଅନ୍ତର୍ଗତ ରିଘାଗଡ଼ ଥାନପତି ମନ୍ଦିରରେ ଏମିତି ଏକ ଅଭାବନୀୟ ଘଟଣା ଘଟିଛି। ସୂଚନା ମୁତାବକ ହିଂସିଣାଜଳି ଗ୍ରାମର ଚିତ୍ତରଞ୍ଜନ ପରିଡ଼ା ନାମକ ଯୁବକ ରନ୍ଧା ଭୋଗ କରିବା ପାଇଁ ରିଘାଗଡ଼ ଥାନପତି ମନ୍ଦିରକୁ ଯାଇଥିଲେ। ସେଠାରେ ନିଶାସକ୍ତ ଅବସ୍ଥାରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଥିଲେ। ରିଘାଗଡ଼ ଗ୍ରାମର ବୃଦ୍ଧଦେବ ସାହୁ ତାଙ୍କୁ ଏମିତି ଭାଷା ନ କହିବାକୁ ବାରଣ କରିଥିଲେ। ଏହି କଥାରେ ଯୁବକ ଜଣକ ଉତ୍କ୍ଷିପ୍ତ ହୋଇ ବୁଦ୍ଧଦେବଙ୍କୁ ଆକ୍ରମଣ କରିଥିଲେ। ଟେକି କଚାଡ଼ି ତଳେ ପକାଇ ଚଢ଼ି ଯାଇଥିଲେ। ସ୍ଥାନୀୟ ଲୋକ ଗୁରୁତର ଅବସ୍ଥାରେ ତାଙ୍କୁ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଅନ୍ୟପଟେ ରାଜନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଚିତ୍ତରଞ୍ଜନ ସମେତ 4 ଜଣ ବ୍ୟକ୍ତିଙ୍କୁ ଅଟକ ରଖି ପଚରା ଉଚରା ଜାରି ରଖିଛି। କେନ୍ଦ୍ରାପଡ଼ାରୁ ଜିଲ୍ଲା ପ୍ରତିନିଧି ଅନୁଦୀପ ସେଠୀଙ୍କ ରିପୋର୍ଟ, OTN TV।